ପିଲାମାନେ ଶୁଭ ସକାଳ। ଆଉ କେମିତି ଅଛ? ଆଜି ଆମେ ଚତୁର୍ଥ ଶ୍ରେଣୀର ଗଣିତ ବହି ଗଣିତ ମେଳାର ପ୍ରଥମ ଅଧ୍ୟାୟଟି ଆମ ଚାରିପାଖର ଆକୃତି ବିଷୟରେ ଆଲୋଚନା କରିବା। ପାଠ 1ର ପ୍ରଥମ ଅଧ୍ୟାୟଟି ଆମ ଚାରିପାଖର ଆକୃତି ବିଷୟରେ ଆମେ ଆଜି ଆଲୋଚନା କରିବା। ବର୍ତ୍ତମାନ ଆମେ ଏଇ କୋଣ ବିଷୟରେ ଅଧିକ ଜାଣିବା ପାଇଁ ଚିତ୍ର ଗୁଡ଼ିକୁ ଦିଆଯାଇଛି। ସେ ଚିତ୍ର ଗୁଡ଼ିକୁ ଦେଖ। ଯେତେବେଳେ ଆମେ କବାଟଟିଏ ଖୋଲିବା, କବାଟ ଖୋଲିବା ସମୟରେ ଏବଂ କବାଟ ବନ୍ଦ କରିବା ସମୟରେ ସେ ଚିତ୍ର ଗୁଡ଼ିକ ରହିଛି, ତାକୁ ତମେ ଭଲ ଭାବରେ ଲକ୍ଷ୍ୟ କର ଏବଂ ତା ପରବର୍ତ୍ତୀ ପ୍ରଶ୍ନ ଗୁଡ଼ିକୁ ଆଲୋଚନା କରିବା। ବର୍ତ୍ତମାନ ଏଇ ଚିତ୍ର ଦେଖ, କିଛି କବାଟ ଖୋଲା ହେଇଛି। ଗୋଟିଏ କବାଟ କମ ଖୋଲା ହେଇଛି, ଅନ୍ୟ କବାଟଟି ଅଧିକ ଖୋଲା ଅଛି। ସେଇ କବାଟରୁ ଆମେ ଅନ୍ୟାନ୍ୟ ପ୍ରଶ୍ନ ଗୁଡ଼ିକୁ କୋଣ ସମ୍ବନ୍ଧରେ ଆଲୋଚନା କରିବା। ତୁମ ଶ୍ରେଣୀ ଗୃହର କବାଟଟାକୁ ଟିକେ ଅଳ୍ପ ଖୋଲିବ। ଦ୍ୱାରବନ୍ଧ ଓ କବାଟ ମଧ୍ୟରେ କେଉଁ କୋଣ ସୃଷ୍ଟି ହେଉଛି ତାକୁ ତମେ ଲକ୍ଷ୍ୟ କର। ଖୋଲିଲ? କୋଣ ସୃଷ୍ଟି ହେଲା ନା? ଭେରି ଗୁଡ। ପିଙ୍କି, ତୁ କହନ୍ତି କବାଟକୁ ଅଳ୍ପ ଖୋଲିଲେ ସୃଷ୍ଟି ହେବା କୋଣଟି କି ପ୍ରକାର କୋଣ? ତାହା ସମକୋଣ ଠାରୁ ବଡ଼ ନା ସମକୋଣ ଠାରୁ ସାନ? ତା ପୂର୍ବ ଶ୍ରେଣୀରେ ତମେ ପଢିଛ ସମକୋଣ କଣ, କେମିତି ସମକୋଣ ଦେଖାଯାଏ। ବର୍ତ୍ତମାନ କବାଟଟି ଯୋଉ ଅଳ୍ପ ଖୋଲିଲ ତାହା କେମିତି ଅଛି? ହଁ, ତା ସମକୋଣ ଠାରୁ ସାନ କୋଣଟି ହେଇଛି। ବର୍ତ୍ତମାନ ରମେଶ କବାଟଟିକୁ ଅଧିକ ଖୋଲେ। କବାଟଟିକୁ ବେଶୀ ଖୋଲିଲେ କି ପ୍ରକାର କୋଣ ସୃଷ୍ଟି ହେବ? ତା ସମକୋଣ ଠାରୁ ସାନ ହବ ନା ସମକୋଣ ଠାରୁ ବଡ଼ ହବ? ମିଥୁନ, ତୁ କହ। ହଁ, ସେଇ କୋଣଟା ସମକୋଣ ଠାରୁ ବଡ଼ କୋଣଟି ସୃଷ୍ଟି ହେଇଛି। ତେଣୁ କବାଟଟାକୁ ଅଳ୍ପ ଖୋଲିଲେ ସମକୋଣ ଠାରୁ ସାନ କୋଣ, କବାଟଟାକୁ ଯଦି ବେଶୀ ଖୋଲିବା ଆମେ ତେବେ ସମକୋଣ ଠାରୁ ବଡ଼ କୋଣଟି ଆମେ ପାଇବା। ବର୍ତ୍ତମାନ ଆମେ କିଛି ଯୋଗାସନ କରୁଥିବା ଚିତ୍ର ଗୁଡ଼ିକୁ ଲକ୍ଷ୍ୟ କରିବା ଏବଂ ଜାଣିବା ସେଇ ଯୋଗାସନରେ କେଉଁ କେଉଁ ସ୍ଥାନରେ ସମକୋଣ ଠାରୁ ବଡ଼ କୋଣ ଏବଂ କେଉଁ କେଉଁ ସ୍ଥାନରେ ସମକୋଣରୁ ଛୋଟ କୋଣ ରହିଛି, ତାକୁ ଆମେ ଅନୁଧ୍ୟାନ କରିବା, ଲକ୍ଷ୍ୟ କରିବା ଏବଂ ତାକୁ ଆମେ ନିଜ ଖାତାରେ ଟିପିବା। ବର୍ତ୍ତମାନ ଦେଖ ଚିତ୍ର ଗୁଡ଼ିକୁ। ପ୍ରତ୍ୟେକ ଧାଡ଼ିରେ 5ଟି ଲେଖାଏଁ ଚିତ୍ର ଅଛି। କେଉଁଠାରେ ସମକୋଣ ଠାରୁ ବଡ଼ କୋଣ, କେଉଁଠାରେ ସମକୋଣ ଠାରୁ ଛୋଟ କୋଣ ରହିଛି, ତାକୁ ସମନ୍ୱୟ, ତାକୁ ନିଜେ ଲକ୍ଷ୍ୟ କରି କହିବ କେଉଁ କେଉଁ ଚିତ୍ର ପାଖରେ ଆମର ସମକୋଣ ଠାରୁ ଛୋଟ ଏବଂ ସମକୋଣ ଠାରୁ ବଡ଼ କୋଣ ଗୁଡ଼ାକ ରହିଛି। ଯେଉଁ ଚିତ୍ର ଗୁଡ଼ାକ ଦେଖିଲ, ବର୍ତ୍ତମାନ ତମେ ଦେଖ 1 ନମ୍ବର ଚିତ୍ର କେମିତି କେଉଁ କେଉଁଠାରେ ସମକୋଣ ଅଛି, ସମକୋଣ ଠାରୁ ସାନ କୋଣ ଅଛି, ସମକୋଣ ଠାରୁ ବଡ଼ କୋଣ ଅଛି। ତମେ ଲକ୍ଷ୍ୟ କରି ନିଜ ନିଜ ଖାତାରେ ଏଗୁଡ଼ିକୁ ଟିପି ରଖ। ରମେଶ, ଗୋପାଳ, ପିଙ୍କି, ତୁ ମତେ ଦେଖେ। ବଢିଆ ହେଇଛି। ନିଜ ନିଜ ଖାତାରେ ଟିପ ଏଗୁଡ଼ାକ। କେଉଁ କେଉଁଠାରେ କୋଉ ପ୍ରକାର ଚିତ୍ର ରହିଛି, ସମକୋଣ ଠାରୁ ବଡ଼ ଏବଂ
ସମକୋଣ ଠାରୁ ସାନ ରହିଛି ତାକୁ ତମେ ଅନୁଧ୍ୟାନ କର। ଯେଉଁଗୁଡିକୁ ସମକୋଣ ଅଛି ସେଗୁଡାକୁ ଛାଡି ଦିଅ, ସେ ବିଷୟରେ ଆମେ ଆଲୋଚନା କରିଛେ। ବର୍ତ୍ତମାନ ଆମେ କିଛି ଯୋଗାସନ ଚିତ୍ର ଦେଖିଲେ, ସେଥିରୁ ଆମେ ଜାଣିଲେ ଯେ କେତୋଟି ସମକୋଣ ଠାରୁ ବଡ ଅଛନ୍ତି ଏବଂ କେତୋଟି ସମକୋଣ ଠାରୁ ସାନ ଅଛନ୍ତି। ଯେପରି ସମକୋଣଟି ଜାଣିଛ, ଦେଖ ମଝି ଚିତ୍ରଟା ହଉଛି ସମକୋଣ ଏବଂ ତାର ଅନ୍ୟପଟେ ଅଛି ସମକୋଣ ଠାରୁ ବଡ ଏବଂ ସମକୋଣ ଠାରୁ ସାନ। ବର୍ତ୍ତମାନ ଆମେ ଯୋଗାସନ, କବାଟ ଖୋଲା ଏବଂ ଚିତ୍ରରୁ ଜାଣିଲେ ଯେଉଁ କୋଣଟି ସମକୋଣରୁ ସାନ ତାକୁ ଆମେ ସୂକ୍ଷ୍ମ କୋଣ ବୋଲି କହିବୁ। ଯେଉଁ କୋଣଟି ସମକୋଣ ଠାରୁ ସାନ ଆମେ ତାକୁ ସୂକ୍ଷ୍ମ କୋଣ ବୋଲି କହୁ। ସେଇଭଳିଆ ଯେ କୋଣଟି ଆମର ସମକୋଣ ଠାରୁ ବଡ ତାକୁ ଆମେ ସ୍ଥୂଳ କୋଣ କହୁ। ବର୍ତ୍ତମାନ ସୂକ୍ଷ୍ମ କୋଣଟି ଏବଂ ସ୍ଥୂଳ କୋଣଟି ଯାହା ହେଲା ନିଜ ଖାତାରେ ଟିପ। ଏବେ ଆମେ ଜାଣିଲେ ସୂକ୍ଷ୍ମ କୋଣ କାହାକୁ କହିବା, ସ୍ଥୂଳ କୋଣ କାହାକୁ କହିବା। ସେ ବିଷୟକୁ ଆଧାର କରି ଏଠାରେ ତମେ ଘଣ୍ଟାର ଚିତ୍ର ଦିଆଯାଇଛି। ପ୍ରଥମ ଘଣ୍ଟାଟି, ଦ୍ୱିତୀୟ ଘଣ୍ଟାଟି, ତୃତୀୟ ଘଣ୍ଟା ଏବଂ ଚତୁର୍ଥ ଘଣ୍ଟାଟି ଦିଆଯାଇଛି। ଏଇ ଘଣ୍ଟା ମାନଙ୍କର ଚିତ୍ରକୁ ନିରୀକ୍ଷଣ କର ଏବଂ ଘଣ୍ଟା ଓ କଣ୍ଟା ମଧ୍ୟରେ କେଉଁ କୋଣ ସୃଷ୍ଟି ହେଇଛି ତାକୁ ଲକ୍ଷ୍ୟ କର। ତାର ପ୍ରଶ୍ନ ଗୁଡିକୁ ଆମେ ଆଲୋଚନା କରିବା। ପ୍ରଥମ ଚିତ୍ରରେ କେଉଁ କୋଣ ଅଛି, ଦ୍ୱିତୀୟ ଚିତ୍ରରେ କେଉଁ କୋଣ ଅଛି, ତୃତୀୟ ଚିତ୍ରରେ କେଉଁ କୋଣ ଅଛି, ଚତୁର୍ଥ ଚିତ୍ରରେ କେଉଁ କୋଣ ଅଛି ତାକୁ ଆମେ ଆଲୋଚନା କରିବା। ଆମେ ସେ ଚିତ୍ରରେ 4ଟି ଘଣ୍ଟା ଦେଖିଲେ। ପ୍ରଥମ ଘଣ୍ଟା, ଦ୍ୱିତୀୟ ଘଣ୍ଟା, ତୃତୀୟ ଘଣ୍ଟା ଏବଂ ଚତୁର୍ଥ ଘଣ୍ଟାରେ ଦେଖିବା। ସେଇ ଘଣ୍ଟାର ଚିତ୍ରଟାକୁ ମନେ ପକାଅ। ପ୍ରଥମ ଘଣ୍ଟାରେ 2ଟି ଘଣ୍ଟା ମଧ୍ୟରେ କେଉଁ କୋଣଟି ସୃଷ୍ଟି ହେଇଛି? ରମେଶ କୁହ ଦେଖିବା। ସୂକ୍ଷ୍ମ କୋଣଟି ହେଇଛି। ଭେରି ଗୁଡ। ଦ୍ୱିତୀୟ ଘଣ୍ଟା ମଧ୍ୟରେ 2ଟି ଘଣ୍ଟା ମଧ୍ୟରେ କେଉଁ କୋଣଟି ସୃଷ୍ଟି ହେଇଛି? ଦ୍ୱିତୀୟ ଘଣ୍ଟାର 2ଟି ଘଣ୍ଟା ମଧ୍ୟରେ କେଉଁ କୋଣଟି ସୃଷ୍ଟି ହେଇଛି? ପିଙ୍କି ତୁ କହ ମା। ଦ୍ୱିତୀୟ ଘଣ୍ଟାକୁ ମନେ ପକା। 2ଟି ଘଣ୍ଟା ମଧ୍ୟରେ କେଉଁ କୋଣଟି ସୃଷ୍ଟି ହେଇଛି? ଭେରି ଗୁଡ, ସ୍ଥୂଳ କୋଣଟି ହେଇଛି। ତୃତୀୟ ଘଣ୍ଟାରେ 2ଟି ଘଣ୍ଟା ମଧ୍ୟରେ କେଉଁ କୋଣଟି ସୃଷ୍ଟି ହେଇଛି? ତୃତୀୟ ଘଣ୍ଟାଟାକୁ ଦେଖ, କେଉଁ କୋଣଟି ସୃଷ୍ଟି ହେଇଛି? ଭେରି ଗୁଡ, ସ୍ଥୂଳ କୋଣଟି ହେଇଛି। ଚତୁର୍ଥ ଘଣ୍ଟାରେ 2ଟି ଘଣ୍ଟା ମଧ୍ୟରେ କେଉଁ କୋଣଟି ସୃଷ୍ଟି ହେଇଛି? ସମସ୍ତେ ଗୋଟେ ଥର କହିଲ। ଭେରି ଗୁଡ, ସୂକ୍ଷ୍ମ କୋଣଟି ହେଇଛି। ବହୁତ ବଢିଆ। ବର୍ତ୍ତମାନ ଆମେ ସ୍ଥୂଳ କୋଣ ଆଉ ସୂକ୍ଷ୍ମ କୋଣ ବିଷୟରେ କେମିତି ରହିଲେ କଣ୍ଟା 2ଟି ଆମର ସ୍ଥୂଳ କୋଣ ଏବଂ ସୂକ୍ଷ୍ମ କୋଣ ହେଇପାରିବ ତା ଆମେ ଜାଣିପାରିଲେ। କହିଲା ବେଳେ ଏମିତି ଟିପ ଟିପ ହେଇକି ବର୍ତ୍ତମାନ ଆମେ ଜାଣିଲେ ସୂକ୍ଷ୍ମ କୋଣ ଏବଂ ସ୍ଥୂଳ କୋଣ ବିଷୟରେ। ଚିତ୍ର ଦେଖିଲା ଭଳିଆ ନିଜ ହାତକୁ ନିଜେ କର ଏବଂ ଦେଖିଦିଅ କିଏ କିଏ ସୂକ୍ଷ୍ମ କୋଣରେ ଅଛ ଆଉ କିଏ ସ୍ଥୂଳ କୋଣରେ ରହିଛ। ଏହା ଦ୍ୱାରା ତମେ କଣ କରିବ ନା ସୂକ୍ଷ୍ମ କୋଣ ଏବଂ ସ୍ଥୂଳ କୋଣ ବିଷୟରେ ଆଉ କିଛି ଅଧିକ ଜାଣିପାରିବା। ଏବେ ଆମେ ସମସ୍ତେ ଜାଣିଲେ ଯେଉଁ କୋଣର ପରିମାଣ ସମକୋଣ ଠାରୁ କମ ତାହା ସୂକ୍ଷ୍ମ କୋଣ ଅଟେ। ସେଇଭଳି ଯେଉଁ କୋଣର ପରିମାଣ ସମକୋଣ ଠାରୁ ବଡ ତାହା ସ୍ଥୂଳ କୋଣ ଅଟେ। ସୂକ୍ଷ୍ମ କୋଣ, ସ୍ଥୂଳ କୋଣ ଏବଂ ସମକୋଣ। ସମକୋଣ ବିଷୟରେ ପୂର୍ବ ଶ୍ରେଣୀରେ ଆମେ ଜାଣିଥିଲେ। ବର୍ତ୍ତମାନ ଆମେ କଣ କଲେ ନା ସୂକ୍ଷ୍ମ କୋଣ କାହାକୁ କହିବା ଏବଂ ସ୍ଥୂଳ କୋଣ କାହାକୁ କହିବା ଏ ବିଷୟରେ ଆମେ ସମ୍ୟକ ଧାରଣାଟି ପାଇଲେ।
बर्तमान ए बिंदु ग्रिड देख ए बिंदु ग्रिड को तुम पूर्वर बहुत थर जानिच एवं बहुत गुड़े कार्य ए बिंदु ग्रिड अनुसार तुम करिच। ए बिंदु ग्रिड रु आमे सूक्ष्म कण आउ स्थूल कण निज पसंदर तैयारी करिबा। जे जेते पारुच सेते सूक्ष्म कण तैयारी कर एवं स्थूल कण निज पसंदरे निजे तैयारी कर। मु देखिबी वर्तमान पर्यंत आमे सूक्ष्म कण बिंदु ग्रिड जानिले, काठी अनुसार जानिले, घंटारू जानिले एवं विभिन्न आसन मध्य जानिले एवं निज श्रेणी रे मध्य निज शरीर को व्यवहार करी मध्य आमे सूक्ष्म कण एवं स्थूल कण विषय रे आमे जानिले। ए विषय रे आ अधिक जानिया पय निम्न प्रश्न गुडी को आमे आलोचना करिबा। प्रश्न 1 केतोटी रेखाखंडर मिलन रे गोटे कण सृष्टि हुए एको आमे आगरु पढिचु जानिचे मध्य। हाँ दुईटी रेखाखंडर मिलन रे गोटे कणटी सृष्टि हुए। प्रश्न 2 जेउ कण समकण ठारू सान ताकू की कण कुआ जाए। बढ़िया आइची समस्ते गुटे थर कहलो बुझी आइचनी। समकण ठारू सान हेले ताहा सूक्ष्म कण। सेई भली जेउ कण समकण ठारू बड़ ताकू स्थूल कण कुआ जाए। ठीक ना भूल कुआ देखिबा। जेउ कणटी समकण ठारू बड़ ताकू स्थूल कण कुआ जाए। ठीक वेरी गुड। वर्तमान तुमे कुओ तुम श्रेणी गृह रे केउठारे स्थूल कण देखि पारुच। से गुडी को निज खातारे लेखिबो। आमे ए पर्यंत स्थूल कण आउ सूक्ष्म कण विषय रे बहुत गुडे निजे कले जानिले एवं आम परिवेशर केउ केउ स्थान रे आम श्रेणी रे केउ केउ स्थान रे स्थूल कण रहिची सूक्ष्म कण रहिची ग्रिड रु जानले एवं आमे निजे मध्य करले। वर्तमान तुमको किछि घर काम दे जाउची। तुमे घर काम 1 तुमे देखिथिबा किछि वस्तुर नाम लेख जेउठारे सूक्ष्म कण रहिची तार तालिका करी आनिबो। प्रश्न 2 तुमे देखिथिबा किछि वस्तुर नाम लेख जेउठारे स्थूल कण रहिची। तमे परिवेश रो हो घर रो हो विद्यालय रो जे कोनसी पाखरे ए जिनिस गुडा पाइले तार तालिकाटी करी आनिबो। आजिर ए श्रेणी कार्य रे तम समस्ते सुंदर भाव सहयोग करछ एवं घर काम गुडी को ठीक भाव रे करी आसीबो। परवर्ती श्रेणी रे हमें अधिक आलोचना करिबा। खुशी रे शिखिबा समस्तंकर अधिकार। नमस्कार।